ଦେଖନ୍ତୁ ଇଏ ହେଉଛି ବ୍ରହ୍ମଯଷ୍ଟି ଗଛ। ଏଇ ଯେଉଁ ଗଛଟି ଦେଖାଯାଉଛି ହେଉଛି ବ୍ରହ୍ମଯଷ୍ଟି। ରିୟା ଦିବ୍ୟ ଦର୍ଶନ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଦେଖନ୍ତୁ ଇଏ ହେଉଛି ବ୍ରହ୍ମଯଷ୍ଟି ଗଛ। ଆଜି ଆପଣମାନଙ୍କୁ ଏହି ଗଛ ବିଷୟରେ ତାର ଉପକାରିତା ବିଷୟରେ ମୁଁ ଆପଣମାନଙ୍କୁ କହୁଛି। ଆଜି ରାତିଟା ହେଇଯାଇଛି ଅବଶ୍ୟ, ରାତିରେ ବି ମୁଁ ଆପଣମାନଙ୍କୁ ଦେଖାଉଛି, ଭଲସେ ଦେଖାଉଛି। ଦେଖନ୍ତୁ ଏଇ ଗଛକୁ ଆପଣମାନେ ଚିହ୍ନନ୍ତୁ। ଇଏ ହେଉଛି ବ୍ରହ୍ମଯଷ୍ଟି ଗଛ। ଏହି ବ୍ରହ୍ମଯଷ୍ଟି ଗଛ ଆପଣମାନଙ୍କର ବହୁତ କାମରେ ଆସିବ। ଦେଖନ୍ତୁ ଇଏ ହେଉଛି ବ୍ରହ୍ମଯଷ୍ଟି ଗଛ। ଇଏ ହେଉଛି ବ୍ରହ୍ମଯଷ୍ଟି ଗଛ। ଆପଣମାନେ ଦେଖନ୍ତୁ ଇଏ ହେଉଛି ବ୍ରହ୍ମଯଷ୍ଟି ଗଛ। ଭଲ ଭାବରେ ଚିହ୍ନନ୍ତୁ। ଦେଖନ୍ତୁ ଇଏ ହେଉଛି ବ୍ରହ୍ମଯଷ୍ଟି ଗଛ। ଲମ୍ବା ଲମ୍ବା ପତ୍ର, ଲମ୍ବା ଲମ୍ବା ପତ୍ର। ଇଏ ହେଉଛି ବ୍ରହ୍ମଯଷ୍ଟି ଗଛ। ଏହି ବ୍ରହ୍ମଯଷ୍ଟି ଗଛ ଆପଣମାନଙ୍କର ବହୁତ ଉପକାରରେ ଆସିବ। ଯଦି ଆପଣମାନଙ୍କର କୌଣସି ବେଳା ନକ୍ଷତ୍ର ଠିକ୍ ଚାଲୁନାହିଁ, ବେପାର ବାଣିଜ୍ୟ ଏବଂ ଏସବୁ କ୍ଷେତ୍ରରେ ଆପଣଙ୍କର ଲସ୍ ଦେଖାଯାଉଛି, ବିଜନେସ୍ ଡାଉନ୍ ହେଇଯାଉଛି, ଯଦି ଆପଣମାନଙ୍କର ଚାକିରି କ୍ଷେତ୍ରରେ ଯଦି କୌଣସି ପ୍ରୋବ୍ଲେମ୍ ଦେଖାଯାଉଛି, ଚାକିରି ହେଉନାହିଁ, ଗଭର୍ଣ୍ଣମେଣ୍ଟ ଜବ୍ ହେଉନାହିଁ, ଆପଣମାନେ ଏଜୁକେଟେଡ଼ ବହୁତ ପାଠ ପଢ଼ିଛନ୍ତି, ବିଭିନ୍ନ ପ୍ରକାର ଆପଣମାନଙ୍କର ପାଠ କମ୍ପ୍ୟୁଟର ଏସବୁ ସବୁ କରିକି ମଧ୍ୟ ଏଜୁକେଟେଡ଼ ହେଇକି ମଧ୍ୟ ଆପଣମାନେ ଘରେ ବସୁଛନ୍ତି। କିଛି ଆପଣମାନଙ୍କର ଇନକମ୍ ସୋର୍ସ ନାହିଁ, ଆପଣମାନେ କିଛି ଇନକମ୍ କରିପାରୁନାହାନ୍ତି। ଚାକିରି ଜବ୍ ଏସବୁ କ୍ଷେତ୍ରରେ ଆପଣମାନଙ୍କ ପ୍ରୋବ୍ଲେମ୍ ଦେଖାଦେଉଛି। ଆପଣମାନେ କୌଣସି କର୍ମକ୍ଷେତ୍ରରେ ନିଯୁକ୍ତି ହେଇପାରୁନାହାନ୍ତି କିମ୍ବା କୌଣସି କର୍ମକ୍ଷେତ୍ରରେ ଥାଇ ମଧ୍ୟ ଆପଣମାନଙ୍କର ପ୍ରମୋସନ୍ ହେଉନାହିଁ କି ଆପଣମାନଙ୍କର କୌଣସି ଜବ୍ କ୍ଷେତ୍ରରେ ପ୍ରୋବ୍ଲେମ୍ ଦେଖାଦେଉଛି। ଏସବୁର ସମାଧାନ କରିବା ପାଇଁ, ସଲ୍ୟୁସନ୍ କରିବା ପାଇଁ ଗୋଟିଏ ଏକମାତ୍ର ଉପାୟ ଆପଣମାନେ ଏଇ ବ୍ରହ୍ମଯଷ୍ଟି ଗଛର ଚେରକୁ ଆପଣମାନେ ଧାରଣ କରନ୍ତୁ। ବ୍ରହ୍ମଯଷ୍ଟି ଗଛର ଚେରକୁ ଆପଣମାନେ ପୁଷ୍ୟା ନକ୍ଷତ୍ରରେ କିମ୍ବା ସ୍ୱାତି ନକ୍ଷତ୍ରରେ, ରବି ପୁଷ୍ୟା ନକ୍ଷତ୍ରରେ ଆପଣମାନେ ତାକୁ ନିମନ୍ତ୍ରଣ ପୂର୍ବକ ନେଇ ଆସନ୍ତୁ। ନେଇ ଆସି ଗୋଟିଏ ତାବିଜ ବା ଡେଉଁରିଆରେ ଭର୍ତ୍ତି କରି ତାକୁ ଆପଣମାନେ ଡାହାଣ ହାତରେ ଆପଣମାନେ ପିନ୍ଧନ୍ତୁ। ଡାହାଣ ଡିଣାରେ ନାଲି ସୂତାରେ ଆପଣମାନେ ଧାରଣ କରିବେ। ନଚେତ୍ ଆପଣମାନେ ତ ଡାହାଣ ଡିଣାରେ ତ ଧରିବେ ନିଶ୍ଚିତ, ଆଉ ଡାହାଣ ଡିଣାରେ ଧରିବେ, ଆଉ କେଉଁଠି ଧରିବେନି। ଧରିଲେ ଆପଣମାନଙ୍କ ଜବ୍ କ୍ଷେତ୍ରରେ କୌଣସି ପ୍ରୋବ୍ଲେମ୍ ଥିଲେ ସବୁ ସଲ୍ଭ ହୋଇଯିବ। ଯଦି କୌଣସି କ୍ଷେତ୍ରରେ ଆପଣମାନେ ଜବ୍ କରିବାକୁ ଚାହୁଁଛନ୍ତି, ଜବ୍ ମିଳୁନାହିଁ, ତାହେଲେ ଆପଣମାନ ବି ପ୍ରୋବ୍ଲେମ୍ ସଲ୍ଭ ହୋଇଯିବ। ଚାକିରି କ୍ଷେତ୍ରରେ କୌଣସି ପ୍ରମୋସନ୍ କ୍ଷେତ୍ରରେ ଆପଣମାନଙ୍କର ଦରକାର ଅଛି, ତାହା ମଧ୍ୟ ଆପଣଙ୍କର ଫୁଲଫିଲ୍ ହୋଇଯିବ। ବେପାର ମାଧ୍ୟମରେ ଯଦି ଆପଣମାନେ ବଡ଼ ବଡ଼ ବିଜନେସ୍ କରୁଛନ୍ତି, ଯଦି ଡାଉନ୍ ଦେଖାଯାଉଛି, ତାହେଲେ ଏଇ ଗଛର ଚେରକୁ ଆପଣମାନେ ଧାରଣ କରନ୍ତୁ। ନିଶ୍ଚିତ ଭାବରେ ଆପଣମାନଙ୍କର ସେ ଗଛରେ ଆପଣମାନେ ପାଇପାରିବେ। ଇଏ ହେଉଛି ବ୍ରହ୍ମଯଷ୍ଟି ଗଛ। ଏହି ବ୍ରହ୍ମଯଷ୍ଟି ଗଛରେ ଆପଣମାନଙ୍କର ସଲ୍ୟୁସନ୍ ମାଧ୍ୟମ ସବୁକିଛି ସମାଧାନ ହେଇଯିବ। ଏ ବ୍ରହ୍ମଯଷ୍ଟି ଚେରକୁ ଆପଣମାନେ ରବି ପୁଷ୍ୟା ନକ୍ଷତ୍ରରେ ଆଣନ୍ତୁ, ନଚେତ୍ ସ୍ୱାତି ନକ୍ଷତ୍ରରେ ଆପଣ ନିମନ୍ତ୍ରଣ ପୂର୍ବକ ଆଣନ୍ତୁ। ନିଶ୍ଚିତ ଭାବରେ ଆପଣମାନଙ୍କ ଜବ୍, କ୍ୟାରିୟର, ବିଜନେସ୍ ସବୁକିଛି ଆପଣମାନଙ୍କର ଠିକ୍ ହୋଇଯିବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।